ତ ପିଲାମାନେ ଆଜି ଆମେ କରିବା ତୃତୀୟ ପାଠ ପ୍ରକୃତି ଯାତ୍ରା। ଆମ ବିଚିତ୍ର ବିଶ୍ୱ ଚତୁର୍ଥ ଶ୍ରେଣୀର ପରିବେଶ ପାଠ। ତ ଚାଲ କରିବା ପ୍ରଥମ ପେଜରେ କ'ଣ ଦେଇଛି ପିଲାମାନେ ଦେଖ ପ୍ରକୃତି ଯାତ୍ରା ତୃତୀୟ ପାଠର ଏଇ ପାଠ ଆଜି ଆମେ କ୍ୱେଶ୍ଚିନ୍ ଆନ୍ସର କରିବା ବା ପ୍ରଶ୍ନ ଉତ୍ତର ଆଜି ଆମେ କରିବା। ତ ଚାଲନ୍ତୁ ପିଲାମାନେ କେମିତି କରିବା ପ୍ରଶ୍ନ ଉତ୍ତର। ତ ପିଲାମାନେ ପ୍ରକୃତି ଯାତ୍ରା ତ ଆଜି ଆମେ କେଉଁ ବିଷୟରେ କରିଛି ଗଛ ବିଷୟରେ ଆଉ ପ୍ରକୃତି ଜୀବଜନ୍ତୁ ବିଷୟରେ। ତ ଚାଲ ଏବେ କ୍ୱେଶ୍ଚିନ୍ ଆନ୍ସର ଏବେ କରିବା। ତ ପିଲାମାନେ 36 ନମ୍ବର ପେଜରେ ବି କିଛି କ୍ୱେଶ୍ଚିନ୍ ଆନ୍ସର ଦେଇନି। ତ ଚାଲ ଦେଖିବା 37 ନମ୍ବର କ'ଣ ଲେଖା ହେଇଛି କ୍ୱେଶ୍ଚିନ୍ ଆନ୍ସର। ତ ଚାଲୁ କରିବା। ତ ପିଲାମାନେ 37 ନମ୍ବର ଦେଖ ପିଲାମାନେ ଆସ ଲେଖିବା। 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ ଚିଡ଼ିଆଖାନା କିମ୍ବା ଜଙ୍ଗଲ ମଧ୍ୟରେ ଯିବାବେଳେ କେଉଁ ନିୟମ ଗୁଡ଼ିକ ମାନିବା ଉଚିତ। ତୁମେ ଜାଣିଛ କି ଚିଡ଼ିଆଖାନା କେବେ ଯାଇଛ ପିଲାମାନେ ଭୁବନେଶ୍ୱର ଅଛି ଆମର ଗୋଟେ ଚିଡ଼ିଆଖାନା। ତ ଆପଣ ସେଇଠି ଯିବେ ବୋଲି ଆପଣ ଦେଖିବେ ପିଲାମାନେ ଦେଖ 1 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ ଉଦାହରଣ ସ୍ୱରୂପ 1 ନମ୍ବର କ୍ୱେଶ୍ଚିନ୍ ପଢ଼ିଲ ତ ଦେଖ ଚିଡ଼ିଆଖାନା କିମ୍ବା ଜଙ୍ଗଲ ମଧ୍ୟରେ ଯିବାବେଳେ କେଉଁ ନିୟମ ଗୁଡ଼ିକୁ ମାନିବା ଉଚିତ। ତୁମେ ଜାଣିଛ କି ପିଲାମାନେ ଯିଏ ଯାଇଥିବ ବୋଲି ସେ ଜାଣିଥିବ ନହେଲେ ତ ଜାଣିଥିବ। ତ ଚାଲ ଏବେ ଆମେ କ ନମ୍ବର କ'ଣ ଲେଖା ହେଇଛି ପିଲାମାନେ ଆମେ ପକ୍ଷୀମାନଙ୍କୁ ଖାଇବାକୁ ଦେବା ଅନୁଚିତ। ଏବେ ଯଦି ଆମେ ଚିଡ଼ିଆଖାନା ଯଦି ଯିବା ହେଲେ କୌଣସି ପକ୍ଷୀ ସବୁ ଥିବ ନା ପିଲାମାନେ ତ ଆମେ କୌଣସି ବି ପକ୍ଷୀ ଆମେ କୌଣସି ବି ଜିନିଷ ଖାଇବାକୁ ଦେବା ନାହିଁ। ତ କ ନମ୍ବର ଉତ୍ତର ଏମିତି ଲେଖିବ। ଖ ନମ୍ବର କ'ଣ ଲେଖିବ ପିଲାମାନେ ତ ଚାଲ ଦେଖିବା। ତ ପିଲାମାନେ ଖ ନମ୍ବର କ'ଣ ଲେଖିବ ଉତ୍ତର ପଶୁ ପକ୍ଷୀଙ୍କୁ ଆଦୌ ବିରକ୍ତ କରିବା ଉଚିତ ନୁହେଁ। ତ ଯଦି ଆପଣ ଚିଡ଼ିଆଖାନା ଯାଇଥିବେ ବୋଇଲେ କୌଣସି ପକ୍ଷୀ କୌଣସି ବିରକ୍ତ କରିବେ ନାହିଁ। ତ ଏମିତି ଲେଖିବେ। ଗ ନମ୍ବର କ'ଣ ଲେଖିବେ ଚାରିପାଖରେ ଅଳିଆ ଆବର୍ଜନା ଫିଙ୍ଗିବା ଅନୁଚିତ। ଯଦି ଚିଡ଼ିଆଖାନା ଯାଇଥିବ ବୋଇଲେ କୌଣସି ଜିନିଷ ଖାଇବ ବା କ'ଣ କରିବ ହେଲେ କୌଣସି ସ୍ଥାନରେ ଅଳିଆ ଆବର୍ଜନା ପକାଇବ ନାହିଁ ଚିଡ଼ିଆଖାନାରେ। ଗ ନମ୍ବର ଉତ୍ତର ଏମିତି ଲେଖିବ। ଘ ନମ୍ବର କ'ଣ ଲେଖିବ ପିଲାମାନେ ଘ ନମ୍ବର ଲେଖିବ ସେଠାରେ ଜୋରରେ ପାଟିତୁଣ୍ଡ କରିବା ଉଚିତ ନୁହେଁ। କୌଣସି ଯଦି ଚିଡ଼ିଆଖାନା ଯାଇଥିବ ହେଲେ ବେଶୀ ପୁରା ବୋଲେ ବଡ଼ ପାଟିରେ କଥା ହେବାର ନାହିଁ। କାହିଁକି ନା ସେଇଠାର ପଶୁ ପକ୍ଷୀ ସବୁ ବାସ କରନ୍ତି। ତ ଏମିତି ଗ ନମ୍ବର ଉତ୍ତର ଲେଖିବ। ତ ଚାଲ ଆଉ ଗୋଟେ ଦେଖିବା ଆସ କଥା ହେବା। ତ ସେଇଠି କ'ଣ କ୍ୱେଶ୍ଚିନ୍ ଲେଖା ହେଇଛି ପିଲାମାନେ ଏହି ନିୟମ ଗୁଡ଼ିକ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ କାହିଁକି। ତ କେଉଁ ନିୟମ ପିଲାମାନେ ଦେଖ ଉପରେ ଲେଖା ହେଇଛି ତୁମେ କ'ଣ କରିବ ଓ କ'ଣ ନ କରିବ ଅନୁଚିତ। ନୂଆ ଜାଗାରେ ସାବଧାନତା ରୁହନ୍ତୁ। ଦୟାକରି ପ୍ରାଣୀମାନଙ୍କୁ ବିରକ୍ତ କରନ୍ତୁ ନାହିଁ। ପ୍ରାଣୀମାନଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଗଛ ଏବଂ ଫୁଲର କୌଣସି କ୍ଷତି କରନ୍ତୁ ନାହିଁ। ତୁମର ପକ୍ଷୀ ପ୍ରାଣୀ ଓ ଦହନଶୀଳ ବିସ୍ଫୋରକ ଦ୍ରବ୍ୟ ଏବଂ କୌଣସି ପ୍ରକାର ମାରଣାସ୍ତ୍ର ସାଥିରେ ନିଅନ୍ତୁ ନାହିଁ। ତ କୌଣସି ପିଲାମାନେ ଚିଡ଼ିଆଖାନା ବା କୌଣସି ଜାଗା ଯିବ ବୋଇଲେ ଏଇ ସବୁ ଜିନିଷ ଗୁଡ଼ିକୁ ତ ନେବ ନାହିଁ। ତ ଚାଲ ଏହି ନିୟମ ଗୁଡ଼ିକୁ ପାଳନ କରିବା ଗୁରୁତ୍ୱପୂର୍ଣ୍ଣ କାହିଁକି। ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ଦେଖନ୍ତୁ ଉତ୍ତର ଲେଖିବେ ପରିବେଶ ସୁରକ୍ଷା ଗଛଲତା ଫୁଲ ଏବଂ ଜଙ୍ଗଲର କ୍ଷତି ନ କରିବା ଦ୍ୱାରା ଆମର ପ୍ରାକୃତିକ ପରିବେଶ ସନ୍ତୁଳିତ ରହିବ। ତ ଏମିତି ଉତ୍ତର ଲେଖିବେ। ତ ପିଲାମାନେ ଏମିତି ସବୁ ଜୀବଜନ୍ତୁଙ୍କ ସୁରକ୍ଷା ନିରାପଦ ପରୀକ୍ଷା ତ ଏମିତି ସବୁ ଲେଖିବେ। ତ ପିଲାମାନେ ନିରାପତ୍ତାରେ ବି ଲେଖିବେ। ନିରାପତ୍ତାରେ କ'ଣ ଜ୍ୱଳନଶୀଳ ପଦାର୍ଥ କିମ୍ବା ମାରଣାସ୍ତ୍ର ନ ନେବା ଦ୍ୱାରା ଅଘଟଣର ଆଶଙ୍କା କମିଯାଏ। ତ କୌଣସି ମାରଣାସ୍ତ୍ର ବି ନେବେନି। ତାର ସ୍ୱଚ୍ଛତା ବି ଲେଖିବେ ପଲିଥିନ୍ ଜରି ଏଇଟା କୌଣସି ବି ଜିନିଷ ନେବେନି। ତ ପିଲାମାନେ ସ୍ୱଚ୍ଛତା ବିଷୟରେ ବି ଲେଖିବେ। ତାପରେ ସାଧାରଣ ସମ୍ପତ୍ତିର ରକ୍ଷଣାବେକ୍ଷଣ ସର୍ବସାଧାରଣ ଜିନିଷର କ୍ଷତି ନ କରିବା ଦ୍ୱାରା ଅନ୍ୟମାନେ ମଧ୍ୟ ଏହାର ସୁବିଧା ପାଇପାରିବେ। ତ ଏମିତି ଆର ଉତ୍ତର ଲେଖିବେ। ତ ପିଲାମାନେ ଚାଲ ନେକ୍ସଟ ପେଜ କାଢ଼। ନେକ୍ସଟ ପେଜ ବି ଗୋଟେ ଗଛ ଦେଇଛି ତାପରେ ଗୋଟେ ହରିଣ ପକ୍ଷୀମାନେ ସବୁ ଉଡ଼ୁଛନ୍ତି। ତ ଚାଲ ତାପରେ ଆଉ ଗୋଟେ ନେକ୍ସଟ ପେଜ ଦେଖନ୍ତୁ ପିଲାମାନେ କାର୍ଯ୍ୟ ଉପରେ ଯୋଉ ଲେଖା ହେଇଛି କାର୍ଯ୍ୟ। ତ ଚାଲ ଏବେ କାର୍ଯ୍ୟ କରିବା ଏବେ। ତ ପିଲାମାନେ କାର୍ଯ୍ୟରେ କ'ଣ ଲେଖାଯାଇଛି ଜଙ୍ଗଲରେ ଥିବା ପ୍ରାଣୀ ଚିତ୍ରକୁ ନିରୀକ୍ଷଣ କର ଏବଂ ପ୍ରାଣୀମାନଙ୍କୁ ଚିହ୍ନଟ କର। ତୁମେମାନେ ଏଥି ନିମନ୍ତେ ତୁମେ ଶିକ୍ଷକଙ୍କର ସାହାଯ୍ୟ ନେଇପାରିବ। ଦେଖ ସେଗୁଡ଼ିକର ଦୁଇ ଭାଗରେ ବିଭକ୍ତ କର ସ୍ଥଳ ଭାଗରେ ଥିବା ପ୍ରାଣୀ ଆଉ ଆକାଶରେ ଥିବା ପ୍ରାଣୀ। ତ ଚାଲ ଏବେ ସ୍ଥଳ ଭାଗରେ କେଉଁ ପ୍ରାଣୀ ଅଛନ୍ତି ତ ଚାଲ ଆମେ ଏବେ ଲେଖିବା ଓ ଆକାଶରେ ଥିବା ପକ୍ଷୀ ବି ଲେଖିବା। ତ ଚାଲ ତ ପିଲାମାନେ ପ୍ରଥମେ ଲେଖିବା ସ୍ଥଳ ଭାଗରେ ଥିବା ପ୍ରାଣୀ ଲେଖିବ ବାଘ ଆଉ ହାତୀ ହରିଣ ଭାଲୁ ସିଂହ। ତ ଏତିକି ଲେଖିବ ସ୍ଥଳ ଭାଗରେ ଥିବା ପ୍ରାଣୀ। ତ ଏବେ ଚାଲ ଆକାଶରେ ଥିବା ପକ୍ଷୀ ତ ସେମାନଙ୍କୁ ବି ଲେଖିବା ଚାଲ। ତ ପିଲାମାନେ ଆକାଶରେ ଥିବା ପକ୍ଷୀ କ'ଣ ଶୁଆ ପାରା କାଉ ବଗ ଚିଲ। ତ ଏମିତି ଉତ୍ତର ଲେଖିବେ ଆପଣ। ତ ପିଲାମାନେ ଏହିପରି ଆପଣ ଉତ୍ତର ଏମିତି ଲେଖିବେ। ତ ପିଲାମାନେ ନେକ୍ସଟ ପେଜ ଓଲଟାନ୍ତୁ। ତ ନେକ୍ସଟ ପେଜ କ'ଣ ଦେଇଛି ଆସ ଲେଖିବା। ତ ଚାଲ ଏବେ କରିବା। ତ ପିଲାମାନେ ଦେଖନ୍ତୁ ତୁମେ ଦେଖିଥିବା କିଛି ପଶୁ ଓ ପକ୍ଷୀଙ୍କର ନାମ ଲେଖ ପ୍ରତ୍ୟେକଟିର ଗୋଟିଏ ଲେଖାଏଁ ଗୁଣ ଲେଖ।
ପ୍ରାଣୀର ନାମ ଲେଖା ହେଇଛି ପିଲାମାନେ, ତାପରେ ଏଠି ଲେଖା ହେଇଛି ବିଶିଷ୍ଟ। ତ ଚାଲ ଏବେ କରିବା। ତ ପିଲାମାନେ ଦେଖନ୍ତୁ ହାତୀ ଲେଖା ହେଇଛି। ଦେଖ ପ୍ରାଣୀର ନାମ ହାତୀ, ବିଶିଷ୍ଟରେ କ'ଣ ଲେଖା ହେଇଛି ଖାଦ୍ୟ ନ ପାଣି ପିଇବା ପାଇଁ ଲମ୍ବା ଷଣ୍ଢ। ହାତୀ କ'ଣ କରନ୍ତି ପିଲାମାନେ, ସେ କେଁଠି ଖାଉଛି ପାଣି ପିଉଛି ଖାଦ୍ୟ ଓ ପାଣି ଷଣ୍ଢରେ ଖାଉଛି। ତ ଚାଲ ଦେଖ ଘର ଚଟିଆ, ଘର ଚଟିଆ କ'ଣ ଲେଖିଛି ପିଲାମାନେ ମଞ୍ଜିକୁ ଭାଙ୍ଗିବାକୁ ଶକ୍ତ ଓ ଛୋଟ ଥଣ୍ଟ। ତ ଯୋଉ ଘର ଚଟିଆ ପିଲାମାନେ ଦେଖିଥିବେ ଚାଳ ଘର ଯୋଉଠି ଥିବ ସେଇଠି ଘର ଚଟିଆ ଥିବ, ତ ସେ କେଁଠି ଖାଉଛି ତା ଥଣ୍ଟରେ ଖାଉଛି। କୌଣସି ବି ଜିନିଷ ଆଣିବ ବୋଲେ ସେ ଭାଙ୍ଗିକି ଫାଷ୍ଟ ସେ ଖାଇବ ତା ଥଣ୍ଟରେ। ତ ଏମିତି ଉତ୍ତର ଲେଖିବ। ତ ଚାଲ ଆଉ ଗୋଟେ କରିବା। ତ ପିଲାମାନେ ଘର ଚଟିଆ ଲେଖିଲ, ତ ଆଉ ତିନିଟା ଘର ଅଛି ତ ଲେଖିବ। ବାଘ ଲେଖିବ ଶିକାର କରିବା ପାଇଁ ମାଂସଳ ଗୋଡ଼ ଓ ଧାରୁଆ ନଖ। ତ ବାଘ ଶିକାର କେଁଠି କରୁଛି ପିଲାମାନେ, ତାର ଧାରୁଆ ନଖ ଅଛି, ଗୋଡ଼ରେ ବା ହାତରେ ଅଛି, ତ ତାର ବେଶୀ ପୁରା ବଡ଼ ଦାନ୍ତ ଅଛି। ତ ଲେଖିବ ଉତ୍ତର ଏମିତି। ତ ବଗ ଲେଖିବ। ତ ପିଲାମାନେ ବଗ ବି ଲେଖିବ ପାଣିର ମାଛ ଧରିବା ପାଇଁ ସେ ଲମ୍ବା ଥଣ୍ଟ ଓ ଗୋଡ଼ ବ୍ୟବହାର କରନ୍ତି। କିଏ ପିଲାମାନେ ବଗ। କୁମ୍ଭୀର ବି ଲେଖିବ ପାଣିରେ ପହଁରିବା ପାଇଁ ଶାନ୍ତ ଲାଞ୍ଜ ଓ ଆଙ୍ଗୁଠି ମଝିରେ ପରଦା। ତ ପିଲାମାନେ ଦେଖ କୁମ୍ଭୀର କେବେ ଦେଖିଥିବେ ନଦୀ ବା କୌଣସି ଏତାରେ ଦେଖିଥିବ ବୋଇଲେ ସେ ଧୀରେ ପୁରା ଶାନ୍ତଳିଆ ରହିଥିବ, ତା ପାଖି ବା କୌଣସି ପୁରା ଶିକାର କରି କ'ଣ ପିଲାମାନେ ସେ ପାଣିରେ ହିଁ ଶିକାର କରନ୍ତି। ଉତ୍ତର ଏମିତି ଲେଖିବ। ତ ପିଲାମାନେ ଦେଖନ୍ତୁ ଏଇଠି ଗୋଟେ ଦୁଇଟା ମୂଷା ଅଛି, ଗୋଟେ ଅଛି କ'ଣ ଯେ ଗୁଣ୍ଡୁଚି ମୂଷାର ଆଉ ବିଶିଷ୍ଟ। ତ ଆସ ଲେଖିବେ କ'ଣ ଦେଇଛି କୋଶ୍ଚିନ୍ ପିଲାମାନେ, ତୁମ ଅଞ୍ଚଳରେ ଦେଖାଯାଉଥିବା ଗୁଣ୍ଡୁଚି ମୂଷାର ବିଶିଷ୍ଟକୁ ବୃହତ ଗୁଣ୍ଡୁଚି ସହ ତୁଳନା କରି ନିର୍ମରେ ଲେଖ। ତ ଏଇଠି ପିଲାମାନେ ଦୁଇ ପ୍ରକାର ଗୁଣ୍ଡୁଚି ମୂଷା ଦେଇଛି। ଗୋଟେ ଗୁଣ୍ଡୁଚି ମୂଷାର ବୈଶିଷ୍ଟ୍ୟକୁ ବୃହତ ଓ ଗୁଣ୍ଡୁଚି ମୂଷା ସହ ତୁଳନା କର। ତ ଗୋଟେ ଲେଖା ହେଇଛି କ'ଣ ପିଲାମାନେ ଗୁଣ୍ଡୁଚି ମୂଷା, ଗୋଟେ ଅଛି ବୃହତ ଗୁଣ୍ଡୁଚି ମୂଷା। ତ ଚାଲ ଆର ବି ଉତ୍ତର ଲେଖିବା। ତ ପିଲାମାନେ ଏଠି ଗୁଣ୍ଡୁଚି ମୂଷା ଲେଖିବ ସାଧାରଣତଃ ଗୁଣ୍ଡୁଚି ମୂଷା। ସାଧାରଣତଃ ଗୁଣ୍ଡୁଚି ମୂଷା କ'ଣ କରୁଛି ପିଲାମାନେ, ଏହା ଆକାରରେ ଛୋଟ ହୋଇଥାଏ। ଏହାର ପିଠିରେ ତିନୋଟି ଧଳା ଗାର ଥାଏ। ଏହା ଆମ ଘର ପାଖ ବଗିଚା ବା ପଡ଼ିଆରେ ଦେଖାଯାଏ। ଏହାର ଲାଞ୍ଜ ଶରୀର ତୁଳନାରେ ଛୋଟ। ତ ଏମିତି ଉତ୍ତର ଲେଖିବେ ଆପଣମାନେ। ତ ପିଲାମାନେ ବୃହତ ଗୁଣ୍ଡୁଚି ମୂଷାରେ ବି ଲେଖିବ ବୃହତ ଗୁଣ୍ଡୁଚି ମୂଷା ଏହା ଆକାରରେ କ'ଣ ଯେ ବହୁତ ବଡ଼ ହୋଇଥାଏ। ଏହାର ରଙ୍ଗ ଗାଢ଼ ଲାଲ ବା ବାଦାମୀ ହୋଇଥାଏ। ଏହା କେବଳ ଘଞ୍ଚ ଜଙ୍ଗଲରେ ଦେଖାଯାଏ। ଏହାର ଲାଞ୍ଜ ବହୁତ ଲମ୍ବା ଏବଂ ଛୋଟ ପରି ମୋଟା। ତ ଏମିତି ଉତ୍ତର ଆପଣ ଲେଖିବେ ପିଲାମାନେ। ତ ପିଲାମାନେ ନେକ୍ସଟ ପେଜ ଦେଖନ୍ତୁ। ନେକ୍ସଟ ପେଜ ବି ଗୋଟେ ଅଛି, ଦୁଇଟା ମଇଁଷି, ବଗ, ମାଙ୍କଡ଼, ତ ବିଭିନ୍ନ ପ୍ରକାର ଅଛି। ତ ଚାଲ ତାପରେ ଆଉ ଗୋଟେ ନେକ୍ସଟ ପେଜ ଦେଖିବା। ଏଇଠି ବି ଦେଖିବା ଦୁଇଟି ମଇଁଷି। ତ ଏଠି ପିଲାମାନେ ଦେଖ ଚିତ୍ର ଦେଇଛି କ'ଣ ପିଲାମାନେ, ତ ଚାଲ ଏବେ ଦେଖିବା। ତ ପିଲାମାନେ ଦେଖ କାର୍ଯ୍ୟ ଦେଖ, କାର୍ଯ୍ୟ ଦୁଇ କ'ଣ ଦେଇଛି ପିଲାମାନେ, ଏକ ନମ୍ବର କୋଶ୍ଚିନ୍ ପାଦ ଚିହ୍ନ ଗୁଡ଼ିକୁ ଦେଖ ଏବଂ ସେହି ଜୀବଜନ୍ତୁ ମାନଙ୍କର ନାମ ଅନୁମାନ କର ଯେଉଁ ଜୀବମାନେ ଜଳାଶୟକୁ ପାଣି ପିଇବାକୁ ଆସିଥିବ। ତ ପିଲାମାନେ ଦେଖ ଜଙ୍ଗଲ ଥିବ ବା କୌଣସି ଚିଡ଼ିଆଖାନା ଥିବ ହେଲେ ପୋଖରୀ ବା ପାଣି ପିଇବା ପାଇଁ ସୁବିଧା ଥିବ। ତ ସେଇଠି କେଉଁ ମାନେ ଜୀବ ବା ପ୍ରାଣୀମାନେ ତ ଯାଆନ୍ତି। ତ ଚାଲ ଏବେ ଆମେ ଉତ୍ତର ଲେଖିବା ଆର। ତ ପିଲାମାନେ ଆର ଉତ୍ତର ଲେଖିବେ ବାଘ, ବତକ ଓ ବଗ। ତ ଏମିତି ଉତ୍ତର ଲେଖିବେ। ତ ପିଲାମାନେ ଦୁଇ ନମ୍ବର କୋଶ୍ଚିନ୍ କ'ଣ ଦେଇଛି, ଏଠାରେ ଦିଆଯାଇଥିବା ସ୍ଥାନରେ ଯେକୌଣସି ପ୍ରାଣୀର ପାଦ ଚିହ୍ନ ଦେଖନ୍ତୁ ଓ ଅଙ୍କନ କରନ୍ତୁ। ତ କୌଣସି ବାଘ ବା ସିଂହ, ତ ପିଲାମାନେ କୌଣସି ବାଘ ବା ପଶୁ ବା କୌଣସି ବି ଚିହ୍ନ ଆପଣ ଲେଖିପାରିବେ ଏମିତି। ତ ପିଲାମାନେ ନେକ୍ସଟ ପେଜ ଦେଖନ୍ତୁ। ନେକ୍ସଟ ପେଜରେ ବି ଆସ ଲେଖିବା। ତ ଚାଲୁ କରିବା। ତ ପିଲାମାନେ କୋଶ୍ଚିନ୍ କ'ଣ ଲେଖାଯାଇଛି, ତଳେ ଦିଆଯାଇଥିବା ପକ୍ଷୀମାନଙ୍କର ନାମ ଲେଖ। ଏଠି ଗୋଟେ ଶୁଆ ଅଛି, ଚିଲ ଅଛି, ହଂସ ଅଛି, ଶାଗୁଣା ଅଛି। ତ ଆମେ ଲେଖିବ ଶୁଆ ଲେଖିବ, ଘର ଚଟିଆ ଅଛି ଲେଖିବ, ହଂସ ଲେଖିବ, ଶାଗୁଣା ଲେଖିବ। ତ ଏମିତି ଉତ୍ତର ଲେଖିବେ ଆପଣମାନେ। ତ ପିଲାମାନେ କାର୍ଯ୍ୟରେ ଏଠି କ'ଣ ଲେଖାଯାଇଛି, ଏକ ପ୍ଲେଟରେ ଶସ୍ୟ, କୋଳି, ଫଳ, ବାଦାମ ଇତ୍ୟାଦି ବିଭିନ୍ନ ଖାଦ୍ୟ ସାମଗ୍ରୀ। ତ ଚାଲ ତ ଏଇଠି ଲେଖିବା ଖାଦ୍ୟ ସାମଗ୍ରୀ ଲେଖାଯାଇଛି ଓ ଆବଶ୍ୟକ ଉପକରଣ ଲେଖାଯାଇଛି। ଶସ୍ୟ, ତ ଚାଲ ଉତ୍ତର ଲେଖିବା ଆର। ତ ପିଲାମାନେ ଶସ୍ୟ ଲେଖିବା ହାତରେ, ତାପରେ କୋଳି ହାତରେ ଆଗା ଆପଣ ଖାଉଥିବେ ବା ବାଛୁଥିବେ, ତାପରେ ବାଦାମ ଲେଖିବ ହାତ ବା ଚିମୁଟା ଲେଖିବ, କଟା ଯାଉଥିବା ଫଳ ଖଣ୍ଡ ଚାମଚା ଲେଖିବ ବା କାଠି ଫର୍କ ଲେଖିବେ। ତ ଆପଣ ଉତ୍ତର ଏମିତି ଲେଖିବେ। ତ ପିଲାମାନେ ନେକ୍ସଟ ପେଜ ଉଲଟାନ୍ତୁ। ନେକ୍ସଟ ପେଜରେ ବି କିଛି ନାହିଁ, ଚିତ୍ର ଅଛି ବଗ, କାଉ, ଶୁଆ, ବିଭିନ୍ନ ପ୍ରକାର ପକ୍ଷୀ, ତାଙ୍କର ଗୋଡ଼ ଫୋଡ଼ ସବୁ ଚିତ୍ର ଦେଖିପାରୁଥିବେ ଆପଣମାନେ। ତ ପିଲାମାନେ କାର୍ଯ୍ୟ ଦେଖ କ'ଣ ଲେଖାଯାଇଛି। ତ ପିଲାମାନେ କାର୍ଯ୍ୟରେ ଲେଖାଯାଇଛି ଏକ ଗଛ ନିକଟକୁ ଯାଅ, ଆଖି ବନ୍ଦ କର ଏବଂ ବିଭିନ୍ନ ପକ୍ଷୀଙ୍କର ଶବ୍ଦ ଶୁଣ। କୌଣସି ପ୍ରକାର ଗଛ ଯିବ, ପକ୍ଷୀ ଯଦି ବସିଥିଲେ ତାର ଶବ୍ଦ ଶୁଣେ ପିଲାମାନେ। ଏବେ ଆଖି ଖୋଲି ଏବଂ ଏକ ସମୟରେ ଗୋଟିଏ ପକ୍ଷୀ ଉପରେ ଧ୍ୟାନ ଦିଅ। ଦେଖ ଯେ ଏହା କିପରି ଗତି କରେ, କ'ଣ ଖାଏ, କେଉଁଠି ବସେ। ତ ପିଲାମାନେ କୌଣସି ପକ୍ଷୀ ଯଦି ଦେଖିବେ, କାଉ, ପାରା ଦେଖିଥିବେ ଗୋଟେ ଗଛରେ ଏତେ ଟାଇପର କ'ଣ ଘର ଟାଇପର କରି ତାଙ୍କେ ରହୁଥିବେ। କେଉଁ ଟାଇପର ଘର, ଖାଡ଼ି ଡାଙ୍ଗି ଖାଡ଼ି ବୋଲେ ବିଭିନ୍ନ ପ୍ରକାର ଖାଡ଼ି ଫାଡ଼ି ବା କୌଣସି ବି ଡାଙ୍ଗ ଫାଙ୍ଗ ଆଣି ଘର କରି ରହୁଥିବେ। ତ ପକ୍ଷୀ ବା ଡାଏରୀରେ ତୁମର କାର୍ଯ୍ୟ
ପକ୍ଷୀ କାର୍ଯ୍ୟବୀକ୍ଷଣକୁ ଲେଖ। ତ ପିଲାମାନେ ମୋ ପକ୍ଷୀ ଡାଏରୀ, ତ ସେଥିରେ କ'ଣ ଲେଖିବେ? ତ ଚାଲ ଲେଖିବା। ତ ପିଲାମାନେ ମୋ ପକ୍ଷୀ ଡାଏରୀରେ କ'ଣ ଅଛି? ସେଇଠି ଗୋଟେ କାଉ ଚିତ୍ର ଦେଇଛି, ତ ଉପରେ ଲେଖିବ କାଉ, ତାପରେ ତାରିଖ ବି ଲେଖିବ। ତାପରେ ବାହ୍ୟ ରୂପ, ମୁଣ୍ଡର ରଙ୍ଗ କିପରି ପିଲାମାନେ? କାଉର କଳା। ତାପରେ ପଛ ରଙ୍ଗ କିପରି ପିଲାମାନେ? ତାର କଳା ଆଗା ଲେଖିବ। ତାପରେ ଡେଣାର ରଙ୍ଗ କାଉର ତ ଦେଖିଥିବ କଳା ଆଗା, ତ କଳା ଲେଖିବ। ତାପରେ ଥଣ୍ଟର ଆକାର ଦେଖିଥିବ ପିଲାମାନେ, ତାର ଥଣ୍ଟର ଆକାର ହେଉଛି ମଧ୍ୟମ ଓ ଶକ୍ତ। ତାପରେ ଲେଖିବ ପିଲାମାନେ କଳା ରଙ୍ଗ। କଳା ରଙ୍ଗ କ'ଣ ପିଲାମାନେ? ତାର ଗଳାର ରଙ୍ଗ କିପରି? ପାଉଁଶିଆ ଓ କଳା, ତ ଏମିତି ଲେଖିବେ ତାର ଗଳାର ରଙ୍ଗ। ତାପରେ ଗୋଡ଼ର ରଙ୍ଗ କିପରି ପିଲାମାନେ? କଳା, ତ କଳା ବି ଲେଖିବେ। ତ ଏକାନି ପିଲାମାନେ ଦେଖ ଲେଖା ହେଇଛି କୌତୂହଳପୂର୍ଣ୍ଣ ତଥ୍ୟ, ତ ଏଇଥିରେ କ'ଣ ଲେଖିବ? ତ ଚାଲ ଲେଖିବେ ଏଥିରେ। ତ ପିଲାମାନେ କୌତୁକର ତଥ୍ୟରେ ଲେଖିବ କାଉମାନେ ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ଅଧିକ ଚତୁର ହୋଇଥାନ୍ତି। ପିଲାମାନେ କାଉମାନେ ବହୁତ ଚତୁର ହୋଇଥାନ୍ତି, ଏମିତି ଲେଖିବେ। ତାପରେ 2 ନମ୍ବର, ଏମାନେ ସମୂହ ହୋଇ ବାସ କରିବାକୁ ଭଲ ପାଆନ୍ତି। କାଉମାନେ ସ୍ମରଣ ଶକ୍ତି ବହୁତ ଭଲ ପାଏ, ତ ଏମିତି ଆପଣ ସବୁ ଲେଖିବେ 1 ନମ୍ବର 2 ନମ୍ବର 3 ନମ୍ବର ଦେଇକିରି। ତ ପିଲାମାନେ ନେକ୍ସଟ ପେଜ୍ କାଢ଼। 2 ନମ୍ବର କ'ଣ ଲେଖାଯାଇଛି ପିଲାମାନେ? ଜଳାଶୟ ମଧ୍ୟରେ ଏବଂ ଏହାର ଆଖପାଖରେ ବାସ କରୁଥିବା ପ୍ରାଣୀମାନଙ୍କର ତାଲିକା ପ୍ରସ୍ତୁତି କର। ନିମ୍ନରେ ଦିଆଯାଇଥିବା ସାରଣୀ ପୂରଣ କର। ତ ପିଲାମାନେ ଦେଖ ପ୍ରାଣୀର ନାମ ଲେଖା ହେଇଛି ଆଉ ଗତିବିଧି ଲେଖା ହେଇଛି। ଗୋଟେ ଲେଖା ହେଇଛି କ'ଣ ପିଲାମାନେ? ମାଛ ପହଁରୁଛନ୍ତି, ମାଛ ପିଲାମାନେ ପାଣିରେ ଦେଖିଥିବେ ପହଁରୁଥିବ। କଙ୍କଡ଼ା ବି ଚାଲିବ ପିଲାମାନେ, ବେଙ୍ଗ ଡେଇଁବ, କଇଁଛ ଲେଖା ହେଇନି, କୁମ୍ଭୀର ଲେଖା ହେଇନି, ସାପ ଲେଖା। ତ ଚାଲ ଆମେ ଏବେ ଏତିକି ଲେଖିବା। ତ ପିଲାମାନେ କଇଁଛ ଲେଖିବ, କଇଁଛ କ'ଣ ପହଁରିବା ଲେଖିବ, ଚାଲିବା। କୁମ୍ଭୀର ଲେଖିବ ଘୋଷିରି ହୋଇ ଶୋଇବା, ସାପ ଘୋଷିରି ହୋଇ ଚାଲିବା, ହଂସ ପହଁରିବା, ବଗ ଉଡ଼ିବା ବା ଚାଲିବା। ତ ଏମିତି ଉତ୍ତର ଆପଣ ଲେଖିବେ। ତ ପିଲାମାନେ ନେକ୍ସଟ ପେଜ୍ କାଢ଼। ନେକ୍ସଟ ପେଜ୍ରେ କ'ଣ ଦେଇଛି ପିଲାମାନେ? ଆସ ଲେଖିବା। 1 ନମ୍ବର କ'ଣ ଦେଇଛି ପିଲାମାନେ? କୋଶ୍ଚିନ୍, ତୁମେ ଘରେ ଓ ଘର ଚାରିପାଖରେ କେଉଁ ସବୁ କୀଟପତଙ୍ଗମାନଙ୍କୁ ଦେଖିବାକୁ ପାଇଥାଅ? ତ ଆର ଉତ୍ତର କେମିତି ଲେଖିବ? ତ ଚାଲ ଲେଖିବା। ତ ପିଲାମାନେ 1 ନମ୍ବର ଉତ୍ତର ଲେଖିବ ପିମ୍ପୁଡ଼ି, ମଶା, ମାଛି, ଅସରପା, ପ୍ରଜାପତି, ଝିଣ୍ଟିକା। ତ ଏଇ ଘର ଆଖପାଖରେ ତ ଦେଖାଯାଉଛି, ତ ଏମିତି 1 ନମ୍ବର ଉତ୍ତର ଲେଖିବ। ତ 2 ନମ୍ବର କ'ଣ ଦେଇଛି ପିଲାମାନେ? ତଳେ ଦିଆଯାଇଥିବା କୀଟପତଙ୍ଗମାନଙ୍କର ନାମ ଲେଖ। ଏଇ ଯେଉଁ କ ଖ ନମ୍ବର ଯେଉଁ ଦିଆହେଇନି ପିଲାମାନେ, ଆର ଉତ୍ତର ଲେଖିବା ଚାଲ। ତ ପିଲାମାନେ 2 ନମ୍ବର କ ଲେଖିବ, କ ନମ୍ବରଟା ଲେଖିବ ପ୍ରଜାପତି ଲେଖିବ, ଖଟା ଲେଖିବ ଅସରପା, ଗୋଟା ଲେଖିବ ଗୋବର ପୋକ, ଘ ନମ୍ବରଟା ଲେଖିବ ଝିଙ୍କାରି, ନମ୍ବରଟା ଲେଖିବ ମହୁମାଛି, 6 ନମ୍ବରଟା ଲେଖିବ ଝିଣ୍ଟିକା, 6 ନମ୍ବର ଲେଖିବ ଘାସ ଝିଣ୍ଟିକା। ତ ଏହିପରି ଭାବରେ ଆପଣ ଡ୍ୟାସ୍ ଫିଲ୍ଅପ୍ କରିପାରିବେ। ତ ପିଲାମାନେ ନେକ୍ସଟ ପେଜ୍ କାଢ଼। ନେକ୍ସଟ ପେଜ୍ରେ କ'ଣ ଦେଇଛି ପିଲାମାନେ? କାର୍ଯ୍ୟ। 1 ନମ୍ବର କ'ଣ ଦେଇଛି ପିଲାମାନେ? କୋଶ୍ଚିନ୍, ପ୍ରକୃତି ଯାତ୍ରା ପରିଦର୍ଶନ ସମୟରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଗଛଗୁଡ଼ିକର ପତ୍ର ସଂଗ୍ରହ କରିଥିଲେ। ତଳେ ଦିଆଯାଇଥିବା ପତ୍ରଗୁଡ଼ିକର ଚିତ୍ରକୁ ଦେଖି ସେଗୁଡ଼ିକର ନାମ ଲେଖ। ତ ପିଲାମାନେ ଏଇଠି କ ଖ ଗ ନମ୍ବର ଚିତ୍ର ଦିଆଯାଇଛି। ତ ଚାଲ ଗୋଟେ ପତ୍ର ଆର ନାମ ଲେଖିବା। ତ ପିଲାମାନେ କ ନମ୍ବର ଉତ୍ତର ଲେଖିବ ଅଶ୍ୱତଥ ପତ୍ର, ଖ ନମ୍ବର ଲେଖିବ ତେନ୍ତୁଳି ପତ୍ର, ଗ ନମ୍ବର ଲେଖିବ ପଣସ ପତ୍ର, ଘ ନମ୍ବର ଲେଖିବ ବରପତ୍ର, ନମ୍ବର ଲେଖିବ ଆମ୍ବ ପତ୍ର, 6 ନମ୍ବର ଲେଖିବ ପିଜୁଳି ପତ୍ର ବା ଜାମ ପତ୍ର ଲେଖିଲେ ଚଳିବ। ତାପରେ 6 ନମ୍ବର ଲେଖିବ ନିମ ପତ୍ର। ତ ଏମିତି ଆର ଉତ୍ତର ଲେଖିବେ ପିଲାମାନେ। ତ ପିଲାମାନେ ତା ତଳକୁ ଦେଖ ଆଉ ଗୋଟେ କୋଶ୍ଚିନ୍ ଦେଇଛି। 1 ନମ୍ବର କ'ଣ ଲେଖାଯାଇଛି ପିଲାମାନେ? ତୁମେ ଚାରିପାଖରେ ଥିବା ବିଭିନ୍ନ ଉଦ୍ଭିଦ ଗୁଡ଼ିକର ପତ୍ରକୁ ଦେଖି ସାରଣୀଟିକୁ ପୂରଣ କର। ତ ପତ୍ରର ନାମ ଲେଖ, ଚିତ୍ର କର, ରଙ୍ଗ, ଆକାର, ଗଠନ, ପ୍ରକୃତି ଓ ଅନ୍ୟ କୌଣସି ନିରପେକ୍ଷ। ତ ପିଲାମାନେ ଏଠି ଦେଖ ଲେମ୍ବୁ ପତ୍ର ଚିତ୍ର ଗୋଟେ ଦିଆଯାଇଛି। ତାର ପତ୍ର କିପରି ପିଲାମାନେ? ସବୁଜ, ତାର ଆକାର ଅଣ୍ଡାକୃତି, ତାପରେ ଗଠନ ପ୍ରକୃତି ଚିକଣ, ତାପରେ ଅନ୍ୟ କୌଣସି ନିରପେକ୍ଷ ତ ସୁଗନ୍ଧ ଯୁକ୍ତ। ତ ଏମିତି ଉତ୍ତର ଲେଖିବେ। ତ ଚାଲ ଆଉ କେତେଟା ଦେଇଛି ପିଲାମାନେ, ତ ତାର ବି ଉତ୍ତର ଚାଲ କରିବା। ତ ପିଲାମାନେ ଏକାନେ ବି ଦେଖାଯାଇଛି ପତ୍ର ନାମ ଲେଖ, ଚିତ୍ର କର, ରଙ୍ଗ, ଆକାର, ଗଠନ, ପ୍ରକୃତି, ଅନ୍ୟ କୌଣସି ନିରୀକ୍ଷଣ। ତ ଏମିତି ଚାଲ। ତ ପିଲାମାନେ ଗୋଟେ ଲେଖିବ ପ୍ରକୃତିର ନାମ ଓ ଲେଖ ଚିତ୍ରର କର। ତ ଗୋଟେ ଆମ୍ବ ଚିତ୍ର, ଗୋଟେ ଆମ୍ବ ପତ୍ର ଗୋଟେ ଛପେଇବ। ଆମ୍ବ ପତ୍ର ଛପି ସାରିଲା ପରେ କ'ଣ ଉତ୍ତର ଲେଖିବ? ତ ପିଲାମାନେ ଗୋଟେ ଆମ୍ବ ଚିତ୍ର, ଆମ୍ବ ପତ୍ର ଗୋଟେ ଛପି ସାରିଲା ପରେ ତା ରଙ୍ଗ ଲେଖିବ ଗାଢ଼ ସବୁଜ, ଆକାର ଲମ୍ବାଳିଆ ଲେଖିବ, ଗଠନ ପ୍ରକୃତି ଧାର ନିକଷଣ ପୃଷ୍ଠ ତ୍ରିକୋଣ, ଏମିତି ଉତ୍ତର ଲେଖିବେ। ତ ପିଲାମାନେ ଆଉ ଗୋଟେ ଗଛର ବି ପତ୍ର ନେବ ଅଶ୍ୱତଥ ପତ୍ର, ଆର ବି ରଙ୍ଗ ସବୁଜ, ଆକାର ହୃଦୟ ଆକୃତିରେ ଏବଂ ଅଗ୍ରଭାଗ ଲମ୍ବା। ତ ଏମିତି ଉତ୍ତର ଲେଖିବେ। ତ କୌଣସି ଟଗର ପତ୍ର, ଆମ୍ବ ପତ୍ର ବା କୌଣସି ବି ଫୁଲ ଗଛର ପତ୍ର ବି ଆପଣ ନେଇକିରି ସବୁ ପ୍ରକାର ଲେଖିପାରିବେ। ତ ପିଲାମାନେ ଦେଖ ନେକ୍ସଟ ପେଜରେ କାର୍ଯ୍ୟ, ଏଇଟା ପିଲାମାନେ କିଛି ପିଲାମାନେ ଏତେ ଗ୍ରୁପ୍ ହେଇକି ବସୁଛନ୍ତି। ତ ଏଇଟା ବି ଆର କିଛି କୋଶ୍ଚିନ୍ ଆନ୍ସର ଦେଇନି। ତାପରେ ନେକ୍ସଟ ପେଜ ସେଇଟା ବି ବିଭିନ୍ନ ପ୍ରକାର ସବୁ ଚିତ୍ର ଦେଇଛି ପଶୁ ପକ୍ଷୀ, ତ ଏଇଟାରେ ବି କିଛି ଦେଇନି। ତ ପିଲାମାନେ ନେକ୍ସଟ ପେଜ ଦେଖ। ନେକ୍ସଟ ପେଜରେ ବିଭିନ୍ନ କିପରି ଲେଖିବା
ତାପରେ ଏଇଟା ବିଚିତ୍ର ବିଷୟ ଦେଇଛି। ତାପରେ ଏକାଧିକ ଜଙ୍ଗଲର ସମ୍ପଦକୁ ଚିହ୍ନଟ କର। ବାଘ ବିଲେଇନି ଆପଣ କୌଣସି ପ୍ରକାର ହାତୀ ଫାତି ଗୟଳ ମନ ବା ବାଘ ଘର ଚଟିଆ ଆପଣ ସବୁ ଏମିତି ଗୋଲ ବୁଲେଇ ପାରିବେ ତ ଲେଖିକିରି। ତ ପିଲାମାନେ ଏହିପରି ଭାବେ ତୃତୀୟ ନମ୍ବର ପାଠ ପ୍ରଶ୍ନୋତ୍ତର ସମାପ୍ତ ହେଲା। ଆପଣ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ।